ସାନୁକାଉ ଆଉ ରାନୁକାଉ ପାଇଁ ଜଙ୍ଗଲର ସବୁ ପକ୍ଷୀ ଭାରି ବ୍ୟସ୍ତ ହେଉଥିଲେ କାରଣ ସେ ସ୍ୱାମୀ ସ୍ତ୍ରୀ ଦି ଜଣ ସବୁବେଳେ କିଛି ନା କିଛି ଖରାପ କାମ କରୁଥିଲେ। କାଉ ଦି ଜଣ କେତେବେଳେ କୋଉ ପକ୍ଷୀର ବସାରୁ ଖାଦ୍ୟ ଚୋରି କରି ନେଇ ଯାଉଥିଲେ, ଆଉ କେତେବେଳେ କୋଉ ଦୁର୍ବଳ ପକ୍ଷୀକୁ ଦେଖିଲେ ତାକୁ ମାରୁଥିଲେ, ଆଉ କେତେବେଳେ କୋଉ ବୁଢୀ ପକ୍ଷୀକୁ ଦେଖିଲେ ତାକୁ ଠେଲି ଦେଉଥିଲେ। ଏମିତି ସେମାନେ ଭାରି ହଇରାଣ କରୁଥିଲେ। ପାରା ଭାଇ ଏବେ ସାନୁକାଉ ଆଉ ରାନୁକାଉ ଭାରି ହଇରାଣ କରୁଛନ୍ତି। ଆମେ ତାଙ୍କୁ ବୁଝେଇବା ଦରକାର, ଏମିତି କାମ କରିବା କଥା ନୁହେଁ। ନାଇଁ ଚଢେଇ ଭଉଣୀ, ତମେ ଜମା ଜାଣିନ। ତାଙ୍କୁ ବୁଝେଇବା ଅପେକ୍ଷା ଆମେ ତାଙ୍କୁ ଏ ଜଙ୍ଗଲରୁ ବିଦା କରିଦେବାଟା ଠିକ। ତାଙ୍କୁ ବୁଝେଇଲେ ସେମାନେ କଣ ବୁଝିବେ? ନାଇଁ ନାଇଁ ପାରା ଭାଇ, ଆମେ ସେମିତି କରିବା ଜମା ଉଚିତ ନୁହେଁ। ଆମେ ବି ତାଙ୍କୁ ବୁଝେଇବା ଦରକାର ଭଲ ଆଉ ଖରାପ ଭିତରେ ପାର୍ଥକ୍ୟ କଣ। ହଉ ତାହେଲେ ଠିକ ଅଛି ଚଢେଇ ଭଉଣୀ, ଚାଲ ସେମାନଙ୍କ ସହିତ କଥା ହେଇ ଆସିବା। ତାପରେ ଟିକି ଚଢେଇ ଆଉ ପାରା ସାନୁକାଉ ରାନୁକାଉ ଘରକୁ ଗଲେ। ସାନୁ ଭାଇ କାଲି ମତେ ମିଠୁ ସହିତ ଦେଖା ହେଇଥିଲା, ଆଉ ସିଏ କହୁଥିଲା ତମେ ତା ଖାଦ୍ୟ ତାଠୁ ଛଡେଇ ନେଇ ଆସିଛ। କାଇଁ ତମେ ଦି ଜଣ ସବୁବେଳେ ଏମିତି ଖରାପ କାମ କରୁଛ କହିଲ? ଚଢେଇ ଭଉଣୀ, ଆମେ କଣ କରିପାରିବୁ କହିଲ? କଷ୍ଟ କରି ଖାଦ୍ୟ ଖୋଜି ଆଣିବା ସେଇଟା ତ ଆମ ପକ୍ଷରେ ସମ୍ଭବ ନୁହେଁ। ପେଟ ତ ପୁଣି ଭରିବାର ଅଛି ନା ନାହିଁ, ଆଉ ଚୋରି କରିବୁନୁ ତ ଆଉ କଣ କରିବୁ? ଚଢେଇ ଭଉଣୀ, ଆପଣ ମାନେ ସମସ୍ତେ ଆମ ସାଙ୍ଗ। ବିଶ୍ୱାସ କର ଭଉଣୀ, ଆମେ ନିଜ ନିଜକୁ ବଦଳେଇବା ପାଇଁ ବହୁତ ଚେଷ୍ଟା କରୁଛୁ, ହେଲେ କଣ କରିବୁ, ସମସ୍ତଙ୍କ ପରି ଆମେ ହେଇପାରୁନୁ। ଶୁଣ ତମେ ମାନେ, ଚେଷ୍ଟା କଲେ ସବୁ କିଛି ସମ୍ଭବ ହୋଇଥାଏ। ନିଜେ ନିଜ ମନକୁ କଥା ଦିଅ, ଆଜିଠାରୁ କେବେ ଆଉ ଖରାପ କାମ କରିବନି, ଦେଖିବ ସେ ହିଁ ହବ। ସାନୁ ଭାଇ, ରାନୁ ଭଉଣୀ, ତମେ ଗୋଟେ କାମ କର, ତମେ ଯାଇକି ବୁଢୀ ମିନୁ ମାଉସୀ ପାଖକୁ ଯାଅ। ମୁଁ ଶୁଣିଛି ତାକୁ ଯୋଉ ବି ପକ୍ଷୀ ଦେଖା କରିବାକୁ ଆସୁଛନ୍ତି ସେମାନେ ସବୁ ଭଲ ହେଇଯାଉଛନ୍ତି, ଖରାପ କାମ ସବୁ ଛାଡି ଦଉଛନ୍ତି। ହଁ, ଏମିତି କଥା? ଯଦି ସତରେ ଏମିତି ତାହେଲେ ଆମେ ଆଜି ଯାଉଛୁ, ମିନୁ ମାଉସୀକୁ ଆଜି ହିଁ ଦେଖା କରିକି ଆସିବୁ। ତାପରେ ରାନୁକାଉ ଆଉ ସାନୁକାଉ ବୁଢୀ ମିନୁ ମାଉସୀ ପାଖକୁ ଗଲେ। କାଉ ମାନେ, ତମେ କଣ ଖରାପ କାମ ଛାଡିବାକୁ ଆସିଛ? ହଁ ହଁ ମାଉସୀ, ହଁ, ଆମେ ବି ଚାହୁଁଛୁ ଆମେ ସବୁ ଖରାପ କାମ ଛାଡି ଭଲ ଜୀବନ ବଞ୍ଚିବାକୁ, ହେଲେ କଣ କରିବୁ, ଆମ ଦ୍ୱାରା ଏସବୁ କିଛି ହେଇପାରୁନି। ହଉ ତାହେଲେ, ମୋ ପାଖରେ ଗୋଟେ ଜାଦୁର ଘଡି ଅଛି, ଏଇ ଘଡିଟା ତମେ ନେଇଯାଅ। ଏଇ ଘଡିରେ 24 ଘଣ୍ଟା ଅଛି, ଆଉ ଏଇ ଘଡିରେ 23 ଘଣ୍ଟା ଯଦି ତମେ ଭଲ କାମ କରିବ ତାହେଲେ ଶେଷ ଗୋଟେ ଘଣ୍ଟା ମାନେ 24 ଘଣ୍ଟା ତମେ ଯାହା ମାଗିବ ଏ ଘଡି ତମ ମନସ୍କାମନା ନିଶ୍ଚିନ୍ତ ପୂର୍ଣ୍ଣ କରିବ, ସବୁ ମିଳିବ ତମକୁ। ହଁ, ତାହେଲେ ଏମିତି କଥା? ତାହେଲେ ମାଉସୀ, ଆମେ ସତକୁ ସତ ଖରାପ କାମ ସବୁ ଛାଡିଦବୁ। ତାପରେ ସାନୁକାଉ ଆଉ ରାନୁକାଉ ସେ ଜାଦୁର ଘଡି ନେଇ ଘରକୁ ଚାଲିଗଲେ, ଆଉ ନିଜ ଘରର କାନ୍ଥରେ ସେ ଜାଦୁର ଘଡି ଟଙ୍ଗେଇ ଦେଲେ। ତା ପରଦିନ ସକାଳୁ ଦିନଟା ସାରା ସେ ବହୁତ ଭଲ ଭଲ କାମ କଲେ। ଖାଦ୍ୟ ଚୋରି କରିବା ବଦଳରେ ନିଜେ ନିଜେ ଖୋଜିକି ଆଣିଲେ, ଆଉ ବେମାର ହୋଇ ପଡିଥିବା ଲାଲି ଦିଦିଙ୍କୁ ମିଠା ମିଠା ଫଳ ନେଇ ଖାଇବାକୁ ଦେଲେ। ସେ ବାଟରେ ଯାଉଥିବା କୌଣସି ପକ୍ଷୀ ସହିତ ଝଗଡା ମଧ୍ୟ କଲେନି। ରାନୁ, ଆଜି ମୋ ମନକୁ ବହୁତ ଶାନ୍ତି ଲାଗୁଛି, କାରଣ ଆଜି ଆମେ ପୁରା ଦିନଟା କିଛି ବି ଖରାପ କାମ କରିନି। ହଁ ସାନୁ, ମତେ ବି ସେଇଆ ଲାଗୁଛି। ଆମେ 23 ଘଣ୍ଟା ପର୍ଯ୍ୟନ୍ତ କିଛି ବି ଖରାପ କାମ କରିବାନି, ତାହେଲେ ତ ଯାଇ ସେ ଜାଦୁର ଘଡି ଆମକୁ ବହୁତ ଭଲ ଭଲ ଉପହାର ଦେଇପାରିବ। ଏମିତିରେ ପୁରା 23 ଘଣ୍ଟା ବିତିଗଲା, ଆଉ ଘଡିର ଶେଷ 24 ଘଣ୍ଟା ବାଜିବାକୁ ଯାଉଥିଲା। ସାନୁ, ଆମର ଏବେ ଇଚ୍ଛା ପୂରଣ ହବାର ସମୟ ଆସିଗଲାଣି। ହେଲେ ରାନୁ, ଆମେ ଏ ଘଡିକୁ କଣ ମାଗିବା? ସାନୁ, ମୋ କଥା ମାନ, ଚାଲ ଆମେ ଏ ଘଡିକୁ ବହୁତ ଧନ ସମ୍ପତ୍ତି ମାଗିବା। ତାପରେ ରାନୁକାଉ ଜାଦୁର ଘଡିକୁ ମାଗିବାକୁ ଲାଗିଲା। ଜାଦୁର ଘଡି, ଜାଦୁର ଘଡି, ଆମକୁ ବହୁତ ଧନ ସମ୍ପତ୍ତି ଦେଇଦିଅ, ଯୋଉଥିରେ ମୁଁ ଧନୀ ହେଇଯିବି, ଜୀବନ ସାରା ମତେ ଆଉ ଟଙ୍କା ପଇସାର ଅଭାବ ପଡିବନି। ତାପରେ କାଉ ଦି ଜଣ କେତେ ସମୟ ଅପେକ୍ଷା କଲେ, ହେଲେ ଜାଦୁର ଘଡି ସେମାନଙ୍କୁ କିଛି ବି ଦେଲାନି। ଆରେ ରାନୁ, ଇଏ କଣ ହେଇଗଲା? ଘଣ୍ଟାଏ ଛାଡି 2 ଘଣ୍ଟା ହେଲାଣି, ହେଲେ ଘଡି ଆମକୁ କଣ କିଛି ଦେଲାନି? ହଁ ସାନୁ, ମତେ ବି ତ ସେଇଆ ଲାଗୁଛି। ଆଜି ଦିନ ସାରା ଆମେ ଆଉ କିଛି ଖରାପ କାମ କରିଦେଇନେ ତ? ଯଦି ଆମେ ଖରାପ କାମ କରିଥିବା ତାହେଲେ ଜାଦୁର ଘଡି ତ ଆମକୁ କିଛି ବି ଦେଲାନି। ହଉ ଛାଡ, ଆଉ କାଲି ଠାରୁ ଆମେ ଆଜିଠାରୁ ବି ଆହୁରି ଭଲ କାମ କରିବା, ଯୋଉଥିରେ ଏ ଜାଦୁର ଘଡି କାଲି ଆମକୁ କିଛି ଦେଇଦବ। ତାପର ଦିନ ଠିକ ସେଇଆ ହେଲା। କାଉ ଦି ଜଣ ଖରାପ କାମ ବଦଳରେ ବହୁତ ବହୁତ
ବହୁତ ଭଲ କାମ କରିବା ଆରମ୍ଭ କରିଦେଲେ। ପାଣିରେ ପଡିଥିବା ପ୍ରଜାପତିକୁ ଉଠେଇ ଆଣି ତା ଜୀବନ ବଞ୍ଚେଇଲେ। ଆଉ ଶୁଆର ବସାରେ ପାଚିଲା ପାଚିଲା ପିଜୁଳି ଥିଲା। ଶୁଆ ବି ବସାରେ ନଥିଲା। ହେଲେ କାଉ ଦି ଜଣ ଚୋରି ନ କରି ନିଜ ପାଇଁ ଖାଦ୍ୟ ନିଜେ ଖୋଜିକି ଆଣିଲେ। ସାନୁ, ଆଜି ଏ ଘଡ଼ିର ଶେଷ ଘଟ ଆରମ୍ଭ ହେଇଗଲାଣି। ଆଜି କଣ ମାଗିବା ଘଡ଼ିକୁ? ଏ ଘଡ଼ି ଯେମିତି ଆମକୁ ଦବ। ରାନୁ, ପିଲା ଛୁଆ ବିନା ଏ ଘର ଅଧା ଅଧୁରା ଲାଗୁଛି। ଚାଲୁନୁ ଆଜି ଗୋଟେ କାମ କରିବା, ଏ ଘଡ଼ିକୁ ଆମେ ସନ୍ତାନଟିଏ ମାଗିବା। ତାପରେ ରାନୁ କାଉ ଠିକ ସେଇଆ କଲା। ଭଲ ମନରେ ଯାଦୁର ଘଡ଼ିକୁ ସନ୍ତାନଟିଏ ମାଗିଲା। ତାପରେ କାଉ ଦି ଜଣ ଶୋଇ ପଡ଼ିଲେ। ଏମିତିରେ କିଛି ଦିନ ବିତିଗଲା। କାଉ ଗୋଟେ ଅଣ୍ଡା ଦେଲା, ଆଉ ସେଇ ଅଣ୍ଡାରୁ ଗୋଟେ ସୁନ୍ଦର ଛୋଟ ଛୁଆଟେ ବାହାରି ଆସିଲା। କାଉ ଦି ଜଣ ବହୁତ ଖୁସି ହେଲେ। ରାନୁ ଭଉଣୀ, ତମକୁ ବହୁତ ବହୁତ ଅଭିନନ୍ଦନ। ଉପରବାଲା ତମ ଡାକ ଶୁଣିଲେ, ଆଉ ତମକୁ ଗୋଟେ ସୁନ୍ଦର ପୁଅଟିଏ ଦେଲେ। ଚଢ଼େଇ ଭଉଣୀ, ଯେବେଠାରୁ ଏ ଯାଦୁର ଘଡ଼ି ମୋ ଘରକୁ ଆସିଛି, ସେବେଠାରୁ ଆମେ ଦି ଜଣ ଖରାପ କାମ କରିବା ଛାଡ଼ି ଦେଇଛୁ, ଆଉ ବହୁତ ଖୁସିରେ ଅଛୁ। ଏ ଯାଦୁର ଘଡ଼ି ମୋର କେବଳ ଗୋଟାଏ ଇଚ୍ଛା ପୂରଣ କରିଛି। ସିଏ ହଉଛି ମୋ ପୁଅ। ମୋ ପୁଅକୁ ମତେ ସେ ଦେଇଛି। ହଁ ଚଢ଼େଇ ଭଉଣୀ, ଆମେ ସ୍ଥିର କରି ସାରିଛୁ, ଜୀବନ ସାରା ଆମେ ଭଲ କାମ ହିଁ କରିବୁ, ଆଉ ଖରାପ କାମ କେବେ ବି କରିବୁନୁ। ତାପରେ ବୁଢ଼ୀ ମିନୁ ମାଉସୀ ଆଉ ପାରା ବି ସେଠାକୁ ଆସିଲେ। କାଉ ମାନେ, ତମେ ଦେଖିଲ ତ, ପକ୍ଷୀମାନେ ଯେତେବେଳେ ନିଜେ ନିଜକୁ ବଦଳେଇ ଦିଅନ୍ତି, ତାହେଲେ ଉପରବାଲା ବି ତାଙ୍କ କଥା ଶୁଣନ୍ତି। ଏ ଘଡ଼ି କୋଉ ଯାଦୁର ଘଡ଼ି ନୁହେଁ, ଇଏ ହଉଛି ଗୋଟେ ସାଧାରଣ ଘଡ଼ି। ସାନୁ, ରାନୁ ଭଉଣୀ, ଏବେ କଥା ଦିଅ, ତମେ ସବୁବେଳେ ଏମିତି ହିଁ ରହିବ, ସବୁବେଳେ ଭଲ କାମ କରିବ। ତାପରେ ସେ କାଉ ମାନେ ସେଇଦିନ ଠାରୁ ସଚୋଟ ଆଉ ଭଲ କାଉ ହେଇଗଲେ। ଖୁସି ଖୁସିରେ ତାଙ୍କ ଜୀବନ ଯାପନ କଲେ। ଗରିବ ମା ଚଢ଼େଇଟି ତା ପୁଅର ଭରଣ ପୋଷଣ ପାଇଁ ଧନୀ କାଉ ଘରେ କାମ କରୁଥିଲା। ଟିକି ଚଢ଼େଇ କାଉ ଘରେ ବାସନ ମଜାମଜି, ଘର ସଫାସୁତୁରା କରିବାର କାମ କରୁଥିଲା। ଆଜି ଯେତେବେଳେ ମା ଚଢ଼େଇ କାମକୁ ବାହାରେ, ସେ ତା ପୁଅ ଲୁଲୁକୁ କହେ, ଲୁଲୁ ପୁଅ, ଘରେ ତ ଭାରି ଗରମ ହଉଛି, ଗରମ ବି ବହୁତ ବଢିଗଲାଣି। ଏବେ ମୁଁ କାମକୁ ବାହାରିଲିଣି, ତୁ ବି ମୋ ସହିତ ଚାଲ। ରାନୁ ମାଲିକାଣୀଙ୍କ ଘରେ ଏସି ଅଛି, ତୁ ତାଙ୍କ ପୁଅ ଜଗୁ ସହିତ ମିଶି ତାଙ୍କ ଏସିରେ ଟିକେ ବସି ପଡ଼ିବୁ। ମା ଠାରୁ ଏକଥା ଶୁଣି ଲୁଲୁ ବହୁତ ଖୁସି ହେଇଯାଏ। ମାମା, ମାମା, ଏସି କେମିତି ଦେଖିବାକୁ ହେଇଥାଏ? ବଡ଼ ବଡ଼, ଛୋଟିଆଟା? ପୁଅ, ତୁ ମୋ ସାଥିରେ ଚାଲେ, ନିଜେ ଯାଇକି ଦେଖି ନବୁ। ତାପରେ ମା ପୁଅ ମିଶି କାଉ ଘରକୁ କାମ କରିବା ପାଇଁ ଚାଲିଗଲେ। ଟିକି ଚଢ଼େଇ ଯାଉ ଯାଉ ତା କାମରେ ସିଏ ଲାଗି ପଡ଼ିଲା, ଆଉ ଲୁଲୁ ରାନୁ କାଉ ଘରେ ତା ପୁଅ ଜଗୁ ସହିତ ଏସି ରୁମରେ ବସି ପଡ଼ିଲା। ଜଗୁ ସହିତ ସେଦିନ ତା ସାଙ୍ଗ ଛୋଟୁ ବି ଥାଏ। ଜଗୁ ସାଙ୍ଗ, ଇଏ କିଏ ରେ? ଛୋଟୁ, ଏ ଛୁଆଟା ମତେ କାମବାଲି ମାଉସୀଙ୍କ ଛୁଆ ଭଳି ଦେଖାଯାଉଛି। ଓଇ, ତୁ ଇଆଡେ ପଡ଼େ। ମତେ ଆମ ଘରେ ଭାରି ଗରମ ହଉଥିଲା। ମୋ ମାମା କହିଲେ ଚାଲେ ରାନୁ ମାଲିକାଣୀଙ୍କ ଘରେ ତାଙ୍କ ପୁଅ ସାଙ୍ଗରେ ଏସି ରୁମରେ ଟିକେ ବସି ପଡ଼ିବୁ। ମୁଁ ସେଇଥିପାଇଁ ଆଇଛି। ଓଇ ଓଇ, ତୋର ତ ଭାରି ସାହସ ହେଇଗଲାଣି। ତୋର କେମିତି ସାହସ ହେଲା ତୁ ଆସି ମୋ ପାଖରେ ବସିବୁ? ଗରିବ ଚଢ଼େଇ କୋଉଠିକାର, ଯା ପଳା ଏଠୁ। ଲୁଲୁ ତ ଜଗୁ ଠାରୁ ବି ଛୋଟ ଥିଲା। ତାପରେ ସେ କହେ, ମୁଁ ଯିବିନି, ମୋ ମାମା ମତେ କହିଛନ୍ତି ଏଇଠି ବସିବାକୁ। ଯିବୁନି ନା? ରହ ରହ, ତତେ ଦଉଛି, ତୋର ଭାରି ମୁହଁ ହେଇଗଲାଣି। ତୋ ମା ଯିଏ ଯିବ, ତୁ କଣ ଯିବୁନୁ? ଏମିତି କହି ଜଗୁ ସାଙ୍ଗେ ସାଙ୍ଗେ ମାରପିଟ ଆରମ୍ଭ କରିଦେଲା। ଲୁଲୁ ବି ଜଗୁକୁ ବାଡେଇଲା। ଅଜାଣତରେ ଲୁଲୁର ନଖ ଜଗୁର ମୁହଁରେ ବାଜିଗଲା, ଆଉ ଜଗୁ କାନ୍ଦିବାକୁ ଲାଗିଲା। ମାମା, ମାମା, ତମେ କୋଉଠି ଅଛ? ହେଇ ମତେ ମାରିଛି, ଏ ଗରିବ ଚଢ଼େଇ ପୁଅ ମତେ ମାରି ଯାଉଛି। ଜଗୁର କାନ୍ଦିବା ଶବ୍ଦ ଶୁଣି ରାନୁ କାଉ ଦୌଡ଼ି ଦୌଡ଼ି ଚାଲି ଆସିଲା। ହାଲୋ ହାଲୋ, ତୋର ତ ଭାରି ସାହସ ହେଇଗଲାଣି। ଗରିବ ଚଢ଼େଇ ଛୁଆ, ତୁ ମୋ ପୁଅକୁ ମାରିବୁ? ରହ, ତତେ ଦଉଛି। ତାପରେ ରାନୁ କାଉ ଝାଡୁ ଉଠେଇଲା, ଆଉ ଲୁଲୁକୁ ସେଇ ଝାଡୁରେ ବହେ ସେକି ଦେଇଗଲା। ଲୁଲୁର କାନ୍ଦିବା ଶବ୍ଦ ଶୁଣି ମା ଚଢ଼େଇ ବି ସେଇଠାକୁ ଆସିଲା। ଛାଡି ଦିଅ, ରାନୁ ମାଲିକାଣୀ, ମୋ ପୁଅକୁ ଛାଡି ଦିଅ। ତୁ ଗୋଟେ ଚାକରାଣୀ ହେଇକି ତୋ ପୁଅକୁ ଏଠି କାଇଁ ଆଣିଥିଲୁ? ନେଇ ଯା, ତୋ ସହିତ ତୋ ପୁଅକୁ ନେଇ ଏଠୁ ଚାଲିଯା। କାଲିଠାରୁ ମୁଁ ଆଉ କାହାକୁ ଘରେ ରଖିଦେବି କାମରେ। ରାନୁ ମାଲିକାଣୀ, ଆପଣ ଆପଣଙ୍କ ପୁଅକୁ ଟିକେ ବୁଝାନ୍ତୁ। ମାମା, ତମେ ତାକୁ କାମରୁ ବାହାର କରିଦିଅ। ମୁଁ ଆକୁ ଆମ ଘରେ ପଶିବାକୁ ବି ଦେବିନି। ତାପରେ ରାନୁ କାଉ ଟିକି ଚଢ଼େଇକୁ କାମରୁ ବାହାର କରିଦିଏ। ଟିକି ଚଢ଼େଇ ତା ପୁଅକୁ ଧରି ଘରକୁ ଚାଲି ଆସେ। ମାମା, ସରି, ଏ ସବୁ ମୋ ପାଇଁ ହେଇଛି। ମୋ ଭୁଲ ପାଇଁ ଆଜି ଏତେ ସବୁ କିଛି ହେଇଗଲା। ନାଇଁ ନାଇଁ ପୁଅ ଲୁଲୁ, ତୋର ଏଥିରେ କିଛି ବି ଦୋଷ ନାହିଁ।
କଟିଗଲା। ଗୋଟେ ଦିନ ରାନୁ କାଉ ତା ପୁଅ ଜଗୁକୁ କୁହେ, ହଲୋ ପୁଅ ଜଗୁ, ସେପଟେ ଜଙ୍ଗଲରେ ତ ଆଈଙ୍କ ଦେହ ଭାରି ଖରାପ, ମୁଁ ଯିବି ଟିକେ ଦେଖିବାକୁ। ଶୁଣୁ, ଏମିତି ଖରା ହଉଛି, ତୁ ଘରୁ କୁଆଡେ ବାହାରିବୁନୁ, ଏସି ଚଲେଇ ଦବୁ, ଘରେ ହିଁ ଖେଳିବୁ। ହଁ ହଁ ମାମା, ମୁଁ କୁଆଡେ ଯିବିନି ମା, ମୁଁ ଆଉ ଛୋଟ ଆମେ ଦି ଜଣ ଆମ ଘରେ ହିଁ ଖେଳିବୁ। ତାପରେ ଜଗୁ ଆଉ ଛୋଟୁ ତାଙ୍କ ଘରେ ବହୁତ ସମୟ ଖେଳିଲେ। ତାପରେ ଜଗୁ ଟିଭି ଲଗେଇଦେଲା। ଟିଭିରେ ଜଙ୍ଗଲ ଟୁର୍ସ କାର୍ଟୁନ ଲଗେଇ ଦୁଇ ସାଙ୍ଗ ବସି ଦେଖୁଥିଲେ। ସେତେବେଳେ ଛୋଟୁର ମୁଣ୍ଡକୁ ଗୋଟେ ଦୁଷ୍ଟ ପ୍ରକୃତିର ବୁଦ୍ଧି ଆସିଲା। ଜଗୁ ସାଙ୍ଗ, ତ ଫ୍ରିଜରୁ ମତେ ଟିକେ ଥଣ୍ଡା ପାଣି ଆଣିକି ଦେଲୁ। ହଉ ହଉ ଛୋଟୁ, ରହ ରହ, ମୁଁ ଯାଉଛି, ଥଣ୍ଡା ପାଣି ତତେ କାଢି ଆଣି ଦଉଛି। ଜଗୁ ଯେତେବେଳେ ଥଣ୍ଡା ପାଣି କାଢିବା ପାଇଁ ଫ୍ରିଜ ଭିତରକୁ ପଶେ, ସେତେବେଳେ ଛୋଟୁ ଉଡି ଯାଇ ଫ୍ରିଜର କବାଟ ବାହାର ପଟୁ ବନ୍ଦ କରିଦିଏ। ଆଉ ବନ୍ଦ କରିଦେଇ ସେଇଠାରୁ ଚାଲିଯାଏ। ଛୋଟୁ, ଇଏ କଣ? ତୁ ବା ମୋ ସାଙ୍ଗ, ତୁ ମତେ ଫ୍ରିଜ ଭିତରେ କାଇଁ ବନ୍ଦ କରିଦେଲୁ? ବାହାରକୁ ବାହାର କର, ମତେ ବାହାରକୁ ବାହାର କର। ହେଲେ ଛୋଟୁ ଜଗୁର କଥା କିଛି ଶୁଣି ପାରୁନଥିଲା। ସେ କେମିତି ବି ଶୁଣିଥାନ୍ତା? ଛୋଟୁ ତ ସେଠୁ ଚାଲି ଯାଇଥିଲା। ବଞ୍ଚାଅ, ବଞ୍ଚାଅ, କିଏ ତ ମତେ ଜଣେ ବଞ୍ଚାଅ। ଟିକି ଚଢ଼େଇ ତା ପୁଅ ଲୁଲୁ ରାନୁ କାଉ ଘର ରାସ୍ତା ଦେଇ ତାଙ୍କ ଘରକୁ ଫେରୁଥିଲେ। ମାମା, ମାମା, ତମ ସେଇ ରାନୁ ମାଲିକାଣୀଙ୍କ ଘର ଭିତରୁ କିଛି ଗୋଟେ ଶବ୍ଦ ଶୁଣାଯାଉଛି, ଯେମିତି ଲାଗୁଛି କିଏ ଜଣେ ଡାକୁଛି। ତାପରେ ଟିକି ଚଢ଼େଇ ଆଉ ଲୁଲୁ ରାନୁ କାଉ ଘର ଭିତରେ ପଶିଲେ। କେହି ତ ମତେ ବାହାରକୁ ବାହାର କର। ଲୁଲୁ, ହଁ ତ ସତ କଥା କହିଥିଲୁ, ଲାଗୁଛି କେହି ଜଣେ ଫ୍ରିଜ ଭିତରେ ଅଛି। ଟିକି ଚଢ଼େଇ ଫ୍ରିଜ ଖୋଲିଲା। ତାପରେ କାନ୍ଦି କାନ୍ଦି ଜଗୁ କାଉ ଫ୍ରିଜ ଭିତରୁ ବାହାରି ପଡ଼ିଲା। ମତେ ସେ ଛୋଟ ଏ ପାରା ଛୁଆ ଫ୍ରିଜ ଭିତରେ ବନ୍ଦ କରିଦେଇଥିଲା। ସେଇ ସମୟରେ ରାନୁ କାଉ ବି ତା ବାପ ଘରୁ ଫେରି ଆସିଲା। ମାମା, ମତେ ଚଢ଼େଇ ଆଣ୍ଟି ଆଜି ବଞ୍ଚେଇଦେଲେ, ନହେଲେ ତମ ପୁଅ ଆଉ ନଥାନ୍ତା, ମୁଁ ମରି ଯାଇଥାନ୍ତି ଆଜି। ଆଲୋ ଚଢ଼େଇ ଭଉଣୀ, ତତେ ବହୁତ ବହୁତ ଧନ୍ୟବାଦ ଲୋ, ତୁ ମୋ ପୁଅକୁ ଆଜି ବଞ୍ଚେଇଦେଲୁ। ଆଜିଠାରୁ ତୁ ମୋ କାମବାଲି ନୁହେଁ, ତୁ ମୋ ଭଉଣୀ। କାଲିଠାରୁ ଭଉଣୀ କାମକୁ ଆସିବୁ, ଆମ ଲୁଲୁ ପୁଅକୁ ବି ସାଙ୍ଗରେ ନେଇକି ଆସିବୁ। ରାନୁ କାଉ ମୁହଁରୁ ଏକଥା ଶୁଣି ଟିକି ଚଢ଼େଇ ଭାରି ଖୁସି ହେଲା। ଜଗୁ ଆଉ ଲୁଲୁ ଦି ଜଣ ଭଲ ସାଙ୍ଗ ହେଇଗଲେ। ଏଇ ଖରା ଦିନେ କେତେକ ପକ୍ଷୀ ଭାରି ଚିନ୍ତିତ ଥାନ୍ତି, ଯେଉଁମାନଙ୍କର ଫ୍ରିଜ କୁଲର ଭଳି କୌଣସି ବସ୍ତୁ ଘରେ ନଥାଏ। ଦିନ ଗୋଟାଏ ବାଜିଲାଣି। ଟିକି ଚଢ଼େଇର ପୁଅ ଝିଅ ଝାଳରେ ଓଦା ହେଇ ଘରେ ଆସି ପହଞ୍ଚିଲେ। ମାମା, ମାମା ଟିକେ ପାଣି ଦେଲ ପିଇବାକୁ, ଭାରି ଜୋର ଗରମ, ହାଲତ ପୁରା ଖରାପ ହେଇଗଲାଣି। ହଁ ଝିଅ, ମୁଁ ଏବେ ନଦୀରୁ ପାଣି ନେଇକି ଆସିଲି, ନିଅ ତମେ ଦି ଜଣ ପିଇଦିଅ। ମା ଦେଇଥିବା ପାଣି ପରି ପିଇବାକୁ ଲାଗିଲା। ପରି ଯେମିତି ଢୋକେ ପାଣି ପିଇଛି, ତାର ସବୁ ପାଣି ବାନ୍ତି ହେଇଗଲା। ମାମା, ଇଏ କଣ? ଆକୁ ତମେ ଥଣ୍ଡା ପାଣି କହୁଥିଲ, ଏଇଟା ପୁରା ଗରମ, ଯେମିତି ଲାଗୁଛି ଏବେ ତମେ ଚୁଲିରୁ ଫୁଟେଇକି କାଢିଛ। ଝିଅ, ମୁଁ କଣ କରିବି, ନଦୀରୁ ପାଣି ଆଣୁ ଆଣୁ ଏତେ ଜୋର ଗରମ ହେଇଯିବ ବୋଲି ମୁଁ ବି ଜାଣିନଥିଲି। ହଉ, ଏବେ ନେ ଆଉ ଟିକେ ପିଇଦେ, ଶୋଷ ଟିକେ ମେଣ୍ଟିଯିବ। ମୁଁ ଜାଣିନି, ଆମେ ସେତେବେଳେ ଜମା ବି ପିଇବୁନୁ, ତମେ ଯୋଉଠୁ ବି ଆଣିକି ଦିଅ, ହେଲେ ଥଣ୍ଡା ପାଣି ଆଣିକି ଦିଅ। ହଉ ହଉ, ଆମ ପଡୋଶୀ ସାନୁ ଅଙ୍କଲଙ୍କ ଘରେ ଫ୍ରିଜ ଅଛି, ମୁଁ ଯାଉଛି ତାଙ୍କ ଘରୁ ଥଣ୍ଡା ପାଣି ଆଣିଦେବି। ମା ଚଢ଼େଇ ପାଟିରୁ ଏ କଥା ଶୁଣି ପିଲାମାନେ ଭାରି ଖୁସି ହେଇଗଲେ। ଟିକି ଚଢ଼େଇ ଗଲା ପଡୋଶୀ ଘରୁ ଥଣ୍ଡା ପାଣି ଆଣିବା ପାଇଁ। କାଉ ମାନଙ୍କ ପରିବାର, ସେମାନେ ଥଣ୍ଡା ଥଣ୍ଡା କୁଲର ପବନରେ ବସିଥିଲେ। ଟିକି ଚଢ଼େଇ ଯାଇ ସେମାନଙ୍କ ଘରେ ପହଞ୍ଚିଲା। ଆରେ ବାଃ, ତମ ଘରେ ତ ଭାରି ଥଣ୍ଡା, ଗରମ ବୋଲି ଟିକେ ବି ଲାଗୁନି। କୁଲର ହିଁ ସେମିତି ହେଇଥାଏ, ଥରେ ଚାଲିଲା ମାନେ ସବୁ ଥଣ୍ଡା କରିଦିଏ। ହଉ ଛାଡ ଛାଡ ସେ କଥା, ତୁ କଣ ଏଠିକି ଆଇଛୁ? ତୋର କି କାମ ଏଠି? ରାନୁ ଭଉଣୀ, ତମେ ତ ଜାଣିଛ ମୋ ଘରେ କୁଲର ଅଛି ନା ଫ୍ରିଜ। ମୋ ଛୁଆମାନେ ଥଣ୍ଡା ପାଣି ପିଇବେ ବୋଲି ଭାରି ଜିଦି କରୁଛନ୍ତି, ଫ୍ରିଜ ପାଣି ଟିକେ ମିଳିବ କି? ହୋ କାହିଁକି ନୁହେଁ, ପାଣିର କଥା ତ। ଜଗୁ, ଗଲୁ ଗଲୁ ଫ୍ରିଜରୁ 2ଟା ବୋତଲ କାଢି ଚଢ଼େଇ ଆଣ୍ଟିକି ଫ୍ରିଜ ପାଣି ଦେଇଦେଲୁ। ତାପରେ ଜଗୁ କାଉ ଫ୍ରିଜରୁ 2ଟା ଥଣ୍ଡା ପାଣି ବୋତଲ କାଢି ଟିକି ଚଢ଼େଇକୁ ଦେଲା। ସାନୁ ଭାଇ, ତମକୁ ବହୁତ ବହୁତ ଧନ୍ୟବାଦ, ମୁଁ ଏବେ ହିଁ ବୋତଲ ଦେଇଯିବି ଆଣିକି। ତାପରେ ଟିକି ଚଢ଼େଇ 2ଟା ଥଣ୍ଡା ପାଣି ବୋତଲ ନେଇ ଘରକୁ ଚାଲିଗଲା। ପିଲାମାନେ ଖୁସି ହୋଇ ଜଣେ ଗୋଟେ ଗୋଟେ ବୋତଲ ଧରି ସବୁ ପାଣି ପିଇଦେଲେ। ହେଲେ ଟିକି ଚଢ଼େଇର ଛୁଆ ଦି ଜଣ ଗରମ ଯୋଗୁରୁ ଶୋଇ ପାରୁନଥିଲେ। ଲୁଲୁ, ପରି, ରାତି ଆସି 12ଟା ବାଜିଲାଣି, ତମେ ଦି ଜଣ ଏ ପର୍ଯ୍ୟନ୍ତ ଶୋଇନ କଣ ପାଇଁ?
ଛୁଆ 3 ଜଣ ବିଛଣା ନେଇ ଛାତ ଉପରୁ ଚାଲିଗଲେ। ହେଲେ ସେଠି ବି ତ୍ରାହି ନଥିଲା। ମଶା ମାନେ ଛୁଆ ମାନଙ୍କୁ କାମୁଡି ପକଉଥିଲେ। ହଉ ମୁଁ ଗୋଟେ କାମ କରୁଛି, ତମେ 2 ଜଣ ଶୁଅ, ମୁଁ ବିଛଣାରେ ତମ 2 ଜଣଙ୍କୁ ବିଞ୍ଚୁଛି। ମଶା ମାନଙ୍କୁ ତମ ଉପରେ ଜମା ବସେଇ ଦେବିନି। ତାପରେ ପିଲାମାନେ ଶୋଇଲେ। ମା ଚଢେଇ ପିଲାମାନଙ୍କୁ ବିଞ୍ଚଣାରେ ବିଞ୍ଚିଲା। ପିଲାମାନେ ନିଦରେ ଶୋଇ ପଇଲେ। କିଛି ସମୟ ପରେ ସକାଳ ହେଇଗଲା। ସାନୁ, ମୋ କଥା ମନ ଧ୍ୟାନ ଦେଇ ଶୁଣ। ମୁଁ ଫ୍ରିଜ ଟା କିଣିନି ସମାଜ ସେବା କରିବା ପାଇଁ। ସବୁବେଳେ ତମେ ଟିକି ଚଢେଇକି ଥଣ୍ଡା ଥଣ୍ଡା ପାଣି ବୋତଲ ସବୁ ଦେଇ ଚାଲିଛ। ରାନୁ, ତୁ ଏମିତି କି କଥାବାର୍ତ୍ତା କରୁଛୁ? ପାଣି ହିଁ ତ ଦଉଛୁ। ତୋ ଘରୁ ମୁଁ ପୁଳା ପୁଳା ଦାନା ତ ଦେଇ ଦଉନି। ମୁଁ ସେଇ ପାଣି କଥା କହୁଛି। ସେ ପାଣି ମନକୁ ମନ ଥଣ୍ଡା ହଉନି, ଇଲେକ୍ଟ୍ରିକ କରେଣ୍ଟ ରେ ଥଣ୍ଡା ହଉଛି। ଯାହାର ବିଲ୍ ମୁଁ ମାସକୁ ମାସ ଭରୁଛି। କଣ ସେଇ ଚଢେଇକୁ ପାଣି ଦେବା ପାଇଁ? ଲେମ୍ବୁ ପାଣି ଖରା ଦିନେ ପିଇଲେ ଦେହ ପ୍ରତି ଭଲ। ତାପରେ ଟିକି ଚଢେଇ ବରଫ ଆଣିବା ପାଇଁ ରାନୁକା ଘରକୁ ଗଲା। ଆଲୋ ଚଢେଇ, ତୁ ଏଠି ପୁଣି କହ, ଏବେ କଣ ଦରକାର ତୋର? ରାନୁ ଭଉଣୀ, ଅଳ୍ପ କିଛି ବରଫ ଦରକାର ଥିଲା। ମୁଁ ଏବେ ଲେମ୍ବୁ ପାଣି ତିଆରି କରିବି ତ, ସେଇଥିପାଇଁ। ଆଲୋ ଚଢେଇ, କ୍ଷମା କରିଦେବୁ ଲୋ, ବରଫ ଏ ପର୍ଯ୍ୟନ୍ତ ଜମିନି। ମାମା, ତାହେଲେ ଗୋଟେ କାମ କର, ତମେ ଚଢେଇ ଆଣ୍ଟିକୁ ଥଣ୍ଡା ପାଣି ଦେଇଦିଅ। ହଁ ଜଗୁ, ତମେ ପୁରା ଠିକ କଥା କହିଲ। ଥଣ୍ଡା ପାଣି ହେଲେ ବି ଚଳିବ। ଚାଲି ଆସିଲା ଭାରି ଥଣ୍ଡା ପାଣି ଦେଲା ବାଲା। ଯା, ପ୍ରଥମେ ପାଣି ବୋତଲ ସବୁ ଭରିକି ଆଗ ଫ୍ରିଜ ରେ ରଖ। ଫ୍ରିଜ ରେ ଗୋଟେ ବି ବୋତଲ ନାହିଁ। ହଉ ଠିକ ଅଛି ରାନୁ ଭଉଣୀ, ମୁଁ 1 ଘଣ୍ଟା ପରେ ଆସିବି। ତାପରେ ମତେ ଥଣ୍ଡା ପାଣି ଦବ। ଚାଲି ଆସିଲା କରିବା ଚଢେଇ ଥଣ୍ଡା ପାଣି ମାଗିବାକୁ। ଫ୍ରିଜ ଟା ମୁଁ ତୋ ପାଇଁ କିଣିନି, ଫ୍ରିଜ ଟା ମୁଁ ମୋ ପାଇଁ କିଣିଛି। ଏତେ ଯଦି ଥଣ୍ଡା ପାଣି ପିଇବାର ଇଚ୍ଛା, ନିଜେ ଗୋଟେ ଫ୍ରିଜ କିଣିଦଉନ। ରାନୁ ଭଉଣୀ, ତମେ ଏମିତି କି କଥାବାର୍ତ୍ତା କରୁଛ? ମତେ ବରଫ ଦବନି ତ? ସିଧା ସିଧା ବି ତ ମନା କରିପାରିବ। ମୁଁ ଗରିବ ହବାର ମତେ ତାନା ଖାଇ ମାରୁଛ। ଠିକ ଅଛି, ମୁଁ ଯାଉଛି। ଆଉ କେବେ ବି ତମ ଘରକୁ ଥଣ୍ଡା ପାଣି କି ବରଫ ମାଗିବା ପାଇଁ ଆସିବିନି। ହଁ, ଯା ଯା, ଜଲ୍ଦି ଏଠୁ ପଳା, ରକ୍ଷା ପାଇବି ମୁଁ। ତୁ ଆଉ ଯେମିତି ମୋ ଦୁଆର ମୁହଁକୁ ବି ନ ଆସୁ। ଗରିବ ଚଢେଇ କୋଉଠିକାର, ଗୋଟେ ଫ୍ରିଜ ବି କିଣିବାର ଶକ୍ତି ନାହିଁ, ଚାଲି ଆସିଲା ମାଗିବାକୁ। ଏମିତି ଗରିବ ହବାର ତାନା ଦେଇ ରାନୁକା ଟିକି ଚଢେଇକୁ ତା ଘରୁ ବାହାର କରିଦେଲା। ଚଢେଇର ଏମିତି କଥା ଶୁଣି ପିଲାମାନେ ପୁରା ଚୁପ ହେଇଗଲେ। ଟିକି ଚଢେଇକୁ ନିଜ ଉପରେ ବି ରାଗ ଲାଗୁଥିଲା। ଟିକି ଚଢେଇ ଉଦାସ ହେଇ ନଦୀ ପାଖକୁ ଚାଲିଗଲା ଆଉ ନିଜେ ନିଜକୁ କହିଲା, ମୁଁ କେତେ ଖରାପ ମାଟିଏ। ମୋ ପିଲାମାନଙ୍କର କଣ ଦୋଷ ଥିଲା? ମୁଁ ତାଙ୍କୁ ଏତେ ଗାଳି କଣ ପାଇଁ ଦେଲି? ଭାରି ପ୍ରାଣ କରି କଥା କହିଦେଲି। ସେମାନଙ୍କର କଣ ଭୁଲ ଥିଲା? ସେମାନେ ତ ଖାଲି ଥଣ୍ଡା ପାଣି ଟିକେ ମାଗିଥିଲେ। ମୁଁ ଏତେ ଖରାପ ମା ଯେ ମୋ ପିଲାମାନଙ୍କ ଖୁସି ପାଇଁ ମୁଁ ଫ୍ରିଜ ବି ଗୋଟେ କିଣି ପାରୁନି। ଟିକି ଚଢେଇ ଉଦାସ ହେଇ ବସି ନିଜ ନିଜ ସହିତ ଏମିତି କଥା ହଉଥିଲା। ସେଇ ସମୟରେ ଗୋଟେ ଅଜଣା ପକ୍ଷୀ ସେଇଠାକୁ ଆସିଲା। ତା ହାତରେ ଗୋଟେ ଅଜବ ପାଣି ବୋତଲଟେ ଥିଲା। ଆଜ୍ଞା, ଇଏ କଣ? ଆପଣଙ୍କ ପରରେ ଆପଣ କଣ ଧରିଛନ୍ତି? ଏମିତିକା କୋଉ ବୋତଲ ଯୋଉଟା କି ଘାସରେ ତିଆରି ହେଇଛି? ନାଇଁ ଚଢେଇ, ଇଏ ବୋଟଲ, ତାକୁ ମୁଁ ଘାସରେ ଗୁଡେଇ ଦେଇଛି। ଆଗ କାଳେ ଆମେ ମାନେ ପାଣି ଥଣ୍ଡା ରଖିବା ପାଇଁ ଏମିତି ଘାସର ବ୍ୟବହାର କରୁଥିଲୁ। ଏବେ କାଳେ ତ ସବୁ ଫ୍ରିଜ ହେଇଗଲାଣି, ତେଣୁ କରି ଏ ସବୁକୁ କେହି ଆଉ ପଚାରୁନାହାନ୍ତି। ଏମିତି କହି ସେ ଅଜଣା ପକ୍ଷୀଟିଏ ସେଇ ବୋତଲରେ ନଦୀରୁ ପାଣି ଭରିଲା ଆଉ ନେଇକି ଉଡିଗଲା। ଅଜଣା ପକ୍ଷୀର ଏକଥା ଶୁଣି ଟିକି ଚଢେଇ ମୁଣ୍ଡରେ କିଛି ବୁଦ୍ଧି ଆସିଲା। ଟିକି ଚଢେଇ ସେଇଠୁ କିଛି ଘାସ ନେଲା ଆଉ କିଛି କାଠ ନେଲା ଆଉ ଘାସରେ ଫ୍ରିଜ ତିଆରି କରିବା ବୋଲି ନିଜେ ନିଜକୁ କଥା ଦେଲା। ସେ ସବୁ ନେଇ ଟିକି ଚଢେଇ ଘରେ ପହଞ୍ଚିଲା ଆଉ ଘାସରେ ଗୋଟେ ସୁନ୍ଦର ଫ୍ରିଜଟିଏ ତିଆରି କରିଦେଲା। ଖୁସି ହେଇ ପିଲାମାନେ ସେ ଘାସ ଫ୍ରିଜରେ ପାଣି ବୋତଲ ସବୁ ଭରିଦେଲେ। କିଛି ସମୟ ପରେ ଘାସ ଫ୍ରିଜରୁ ପାଣି ବୋତଲ କାଢି ଦେଖିଲେ ପାଣି ତ ପୁରା ଥଣ୍ଡା ହେଇଯାଇଥିଲା। ମାମା,
ହେଇଯାଇଛି। ହେଲେ ଭାଇ ଚାଲେ ଆମେ ଏଥର ଲେମ୍ବୁ ପାଣି କରି ପିଇବା। ପିଲାମାନଙ୍କର ଖୁସି ଦେଖି ମା ଚଢେଇ ବି ବହୁତ ଖୁସି ହେଇଗଲା। ଆଉ ଏପଟେ ରାନୁ କାଉ ଘର ଫ୍ରିଜ ସେଦିନ ଖରାପ ହେଇଯାଇଥାଏ। ସାନୁ ଦେଖିଲା ଫ୍ରିଜ ଟା କଣ ପାଇଁ ଚାଲୁନି ନା କଣ? ପାଣି କେତେବେଳୁ ରଖିଲେଣି ହେଲେ ଟିକେ ବି ଥଣ୍ଡା ହେଇନି। ହଉ ରାନୁ ରହ ମୁଁ ଫ୍ରିଜ ମେକାନିକ କୁ ଡାକି ଦଉଛି। ତାପରେ ସାନୁ କାଉ ଯାଇ ଫ୍ରିଜ ମେକାନିକ କୁ ଡାକି ଆଣିଲା। ଆପଣଙ୍କ ଫ୍ରିଜ ଟା ଖରାପ ହେଇଯାଇଛି। ମୋଟାମୋଟି ଭାବରେ ଆପଣଙ୍କ ଫ୍ରିଜ ରେ 6000 ଟଙ୍କା ଖର୍ଚ୍ଚ ହବ। ହାଲୋ କଣ 6000 ଟଙ୍କା? 6 ଟଙ୍କା ବି ଘରେ ନାହିଁ। 6000 ଆଣି ମୁଁ କୋଉଠୁ ଦେବି? ମେକାନିକ ଭାଇ ତମେ ଫ୍ରିଜ ଟା ଟିକେ ସଜାଡି ଦିଅ, ପଇସା ମୁଁ ଧୀରେ ଧୀରେ ତମକୁ ଦେଇଦେବି। ନା କ୍ଷମା କରିଦବ ଭଉଣୀ, ମୁଁ ମାଗଣାରେ କୌଣସି କାମ କରେନି। ଯେତେବେଳେ ପଇସା ହବ ସେତେବେଳେ ମତେ ଡାକିଦବ। ଏବେ ମୁଁ ଆସୁଛି। ତାପରେ ମେକାନିକ ସେଇଠାରୁ ଚାଲିଗଲା। ଏପଟେ କାଉର ପରିବାର ଉଦାସ ହେଇ ବସିଥାନ୍ତି। ଫ୍ରିଜ ବିନା ସେମାନଙ୍କୁ ରହିବାକୁ ପଡୁଥିଲା। ସାନୁ ଥଣ୍ଡା ପାଣି ପିଇବାକୁ ଭାରି ଇଚ୍ଛା ହେଲାନି। ଏ ଗରମ ପାଣି ଆଉ ପାଟିରେ ଦେଇ ହଉନି। କୋଉଠୁ ନହେଲେ ବରଫ ଟିକେ ନେଇ ଆସ। ଓହୋ ତୁ ଏବେ ଜାଣିପାରିଲୁ? ସେଦିନ ବିଚାରି ଗରିବ ଚଢେଇକୁ ତୁ କେତେ କଥା କହି ଏଠୁ ବିଦା କରିଦେଇଥିଲୁ। ଦେ 6000 ଟଙ୍କା ଦେ, ଫ୍ରିଜ ଟା ମୁଁ ସଜାଡି ଦେବି ଆଉ ତୁ ଥଣ୍ଡା ପାଣି ପିଇବୁ। ହଁ ସାନୁ ତମେ ପୁରା ଠିକ କଥା କହିଲ। ମୋ ପଡୋଶୀ ଚଢେଇକୁ ମତେ ଏଠୁ ବିଦା କରିଦେବାର ନଥିଲା, ତାକୁ ସାହାଯ୍ୟ କରିବାର ଥିଲା। ବୋଧେ ଭଗବାନ ସେଇଥିପାଇଁ ଆମ ସହିତ ଏମିତି କଲେ। ରାନୁ କାଉ ଏମିତି ସେ କରିଥିବା ଭୁଲର ଅନୁତାପ କରୁଥିଲା। ସାଙ୍ଗମାନେ ଏଇ କାହାଣୀରୁ ଆମକୁ ଶିକ୍ଷା ମିଳିଲା, ସବୁବେଳେ ଗରିବ ଲୋକମାନଙ୍କୁ ଆମେ ସାହାଯ୍ୟ କରିବା କଥା।